ଗପଟିର ନାମ ପରିଶ୍ରମର ଫଳ ମିଠା ଓ ସୁସମ୍ପର୍କ। କୂଳ ହରିପୁର ନାମକ ଏକ ଛୋଟ ଗାଁରେ ଜଣେ ଧନୀ ଲୋକ ରହୁଥିଲେ। ତାଙ୍କର ଦୁଇଟି ପୁଅ ଥିଲେ। ଜଣଙ୍କ ନାମ ଧର୍ମପାଳ, ଆର ଜଣଙ୍କ ନାମ ଶିଶୁପାଳ। ଦୁଇ ଭାଇଙ୍କର ଦିନ ବେଶ ସୁଖ ଶାନ୍ତିରେ ବିତୁଥିଲା। ସେମାନଙ୍କର ସେପରି କିଛି ଦୁଃଖ କିମ୍ବା ଧନ ସମ୍ପତ୍ତିର ଅଭାବ ନଥିଲା। ହଠାତ୍ ତାଙ୍କ ପିତା ମୃତ୍ୟୁବରଣ କଲେ। ପିତାଙ୍କର ମୃତ୍ୟୁ ପରେ ଦୁଇ ଭାଇ ଚିନ୍ତା କଲେ, ଆମ ବାପା ତ ବହୁତ ଧନୀ ଥିଲେ, ଆମ ପାଇଁ ମଧ୍ୟ ବହୁତ ଧନ ସମ୍ପତ୍ତି ରଖିଯାଇଛନ୍ତି। ତେଣୁ ଆମେ କୌଣସି କାମ କରି ଧନ ଉପାର୍ଜନ କରିବାର ଆବଶ୍ୟକତା ନାହିଁ। ଦୁଇ ଭାଇଙ୍କର ଗୋଟିଏ କଥା। କିନ୍ତୁ କିଛି ଦିନ ପରେ ସେମାନେ ଜାଣିବାକୁ ପାଇଲେ ଯେ ତାଙ୍କ ବାପା ବହୁତ ଋଣ କରିଛନ୍ତି। ବାପାଙ୍କର କରଜ ଶୁଝିବାରେ ବାପା ରଖିଥିବା ବହୁ ସମ୍ପତ୍ତିକୁ ବିକି କରଜ ଶୁଝିଲେ। ତାପରେ ମଧ୍ୟ ପୁଣି କରଜ ଓ ପ୍ରମାଣ ଏସବୁ ଜାଣି ଦୁଇ ଭାଇ ତାଙ୍କ ବାପାଙ୍କର ଯାହା ଯେତେ ଧନ ସମ୍ପତ୍ତି ଜିନିଷପତ୍ର ଏପରିକି ଘରଦ୍ୱାର ସବୁକିଛି ବିକ୍ରୟ କରି ବାପା କରିଥିବା କରଜ ପରିଶୋଧ କଲେ। ଶେଷରେ ଦୁଇ ଭାଇଙ୍କର ରହିବାକୁ ଘର ନଥିଲା କି ଖାଇବାକୁ ଖାଦ୍ୟ ନଥିଲା। ଶେଷରେ ଦୁଇ ଭାଇ ଗାଁ ଛାଡ଼ି କାମ ଖୋଜି ଖୋଜି ଗୋଟେ ଗାଁରେ ପହଞ୍ଚିଲେ। ଗାଁ ବାହାରେ ଜଣେ ଚାଷୀ ତା ବିଲରେ କାମ କରୁଥିଲା। ସେମାନେ ସେ ବୟସ୍କ ଚାଷୀକୁ ପଚାରିଲେ, ମଉସା, ଆମକୁ କୌଣସି କାମ ମିଳିବ? ଚାଷୀ ସେ ଦୁଇ ଭାଇଙ୍କର ଦାମୀ ବେଶ ପୋଷାକ, ଦାମୀ ଜୋତା ପିନ୍ଧିଥିବାର ଦେଖି କହିଲେ, ଆରେ ହେ ବାପା, ତମକୁ ମଞ୍ଜି ବୁଣିବା କାମ ଆସେ? ତାପରେ ବିଲକୁ ଦେଖାଶୁଣା କରିପାରିବ। ନାଇଁ, ଆମକୁ ଏସବୁ କାମ ଆସେ ନାହିଁ, ଦୁଇ ଭାଇ ଏକାବେଳେ କହିଲେ। ଚାଷୀଟି କହିଲେ, ହଉ ବାପା, ମୋ ପାଖରେ ତୁମ ପାଇଁ କୌଣସି କାମ ନାହିଁ। ତୁମେ ଆଉ କିଛି ବାଟ ଆଗକୁ ଯାଅ। ଯାହା ତମେ ପାରିବ, ଯେଉଁ କାମ ତୁମକୁ ସୁହାଇବ ସେ କାମର ସନ୍ଧାନ କର। ଦୁଇ ଭାଇ ଆଗକୁ ଆଗକୁ ଚାଲିଲେ। କିଛି ବାଟ ଗଲା ପରେ ସେମାନେ ଦେଖିଲେ ଗାଁର କୁମ୍ଭାର ମାଟିରେ ମାଠିଆ ତିଆରି କରୁଛି। କୁମ୍ଭାର ସ୍ତ୍ରୀ ଶୁଖିଲା କଞ୍ଚା ମାଟିଆକୁ ନିଆଁରେ ପୋଡୁଛି। କୁମ୍ଭାରଟିର ପୁଅ ମାଟି ମୁଣ୍ଡରେ ମୁଣ୍ଡେଇ ସେମାନଙ୍କ ନିକଟରେ କିଛି ଦୂରରେ ମାଟି ସବୁ ଜମେଇ କରି ରଖୁଛି। ଦୁଇ ଭାଇ ସେଠାରେ ଏ ଦୃଶ୍ୟ ଦେଖି ଭାବିଲେ, ଆମକୁ ଏଇଠି କିଛି କାମ ମିଳିପାରିବ। ସେମାନେ କୁମ୍ଭାରକୁ ପଚାରିଲେ, ଆଜ୍ଞା, ଆମେ ଖୋଜି ଖୋଜି ବାହାରିଛୁ। ଆପଣଙ୍କ ପାଖରେ ଆମ ପାଇଁ କିଛି କାମ ଅଛି? କୁମ୍ଭାର କହିଲା, କାମ ତ ବହୁତ ଅଛି। ତେବେ କୁହ, ତୁମକୁ ମାଟି ଗୋଳେଇ ଆସେ? ମାଟିରେ ହାଣ୍ଡି ଗଢ଼ି ଆସେ? ଚେଷ୍ଟା କଲେ ବି ସବୁ ସମ୍ଭବ, ଅସମ୍ଭବ କିଛି ନାହିଁ। ଏହା ଶୁଣି ବଡ଼ ଭାଇ ଉତ୍ତର ଦେଲା, ନାହିଁ ଆଜ୍ଞା, ଆମକୁ ଏସବୁ କରି ଆସେ ନାହିଁ। କିନ୍ତୁ ଦୟାକରି ଆପଣ ଯେବେ ଏସବୁ କାମ ଆମକୁ ଶିଖାଇ ଦେଇପାରିବେ, ତେବେ ଆମେ ଅବଶ୍ୟ ଏ କାମ ନିଶ୍ଚୟ କରିପାରିବୁ। କୁମ୍ଭାର କହିଲା, ମୋ ପାଖରେ ତୁମକୁ କାମ ଶିଖାଇବାକୁ ସମୟ ନାହିଁ। ତମେ ଜାଣିଥିବା ପାରିବା ଭଳି କାମ ଖୋଜ, ମିଳିବ ନିଶ୍ଚୟ। ଦୁଇ ଭାଇ ନିରାଶ ହୋଇ ଆଗକୁ ଚାଲିଲେ। ପାଖରେ ଜଣେ କମାର ନିଆଁ ଭାଟିରେ ଲୁହାକୁ ଗରମ କରୁଥିଲା। କମାର ପୁଅ ଅନ୍ୟ ଗୋଟିଏ ପାଚି ଲାଲ ଲାଲ ଦେଖାଯାଉଥିବା ଗରମ ଲୁହାକୁ ପିଟି ପିଟି ଫାଉଡ଼ା ତିଆରି କରୁଥିଲା। ଏ ଦୁଇ ଭାଇମାନଙ୍କ ମଧ୍ୟରୁ ଜଣେ ଭାଇ କହିଲା, କମାର ଭାଇ, ଆମକୁ ତୁମ ପାଖରେ କିଛି କାମ ମିଳିବ କି? କମାର ଭାଇ ଜଣକ କହିଲେ, ହଁ। ତମେ ଲୁହାକୁ ପିଟି ଜିନିଷ ତିଆରି କରିପାରିବ? ନାଇଁ, ଆମକୁ ଏସବୁ ଆସେ ନାହିଁ। ଏହା ଶୁଣି କମାର ଭାଇ କହିଲେ, ଠିକ୍ ଅଛି,
ତେବେ ତମେ ତୁମ ବାଟରେ ଯାଅ। ଦୁଇ ଭାଇ କାମ ଖୋଜି ଖୋଜି ହତାଶ ହୋଇ ପଡ଼ିଲେ। ବାଟ ଚାଲି ଚାଲି ଥକି ପଡ଼ିଥିଲେ। ତେଣୁ ସେମାନେ ରାସ୍ତା କଡ଼ରେ ଥିବା ଏକ ଝଙ୍କା ବରଗଛ ଛାଇ ତଳେ ବସି ପଡ଼ିଲେ। ସେମାନଙ୍କର ଚିନ୍ତା ବଢ଼ିଗଲା। ଦୁଇ ଭାଇ ଏତେ ଥକି ପଡ଼ିଥିଲେ ଯେ ଗଛ ଛାଇରେ ବିଶ୍ରାମ ନେଉ ନେଉ ଶୋଇପଡ଼ିଲେ। ଜଣେ ବୁଢ଼ା ଲୋକ ସେହି ବାଟ ଦେଇ ଯାଉଥିଲେ। ବୁଢ଼ା ଲୋକଟି ମଧ୍ୟ ବାଟ ଚାଲି ଚାଲି ଥକି ପଡ଼ିଥିଲେ। ଗଛ ଛାଇରେ ଶୋଇଥିବା ଦୁଇ ଜଣ ଯୁବକଙ୍କୁ ଦେଖି ବୁଢ଼ା ଲୋକଟିର ମନରେ ମଧ୍ୟ ବିଶ୍ରାମ ନେବାକୁ ଇଚ୍ଛା ହେଲା। ବୁଢ଼ା ଲୋକଟି ମଧ୍ୟ ସେ ଗଛର ଛାଇ ତଳେ ଶୋଇପଡ଼ିଲା। କିଛି ସମୟ ଗଲା। ଯେତେବେଳେ ବୁଢ଼ା ଲୋକଟିର ନିଦ ଭାଙ୍ଗିଲା, ସେ ଦେଖିଲା ସେ ଗଛ ଛାଇ ତଳେ ଶୋଇଥିବା ଯୁବକ ଦୁଇ ଜଣ ବେଶ୍ ଦାମୀ ପୋଷାକ ପିନ୍ଧିଛନ୍ତି। ସେମାନେ ଗରିବ ଘରର ପୁଅ ଭଳି ଜଣା ପଡ଼ୁନାହାନ୍ତି। ତେବେ ସେମାନଙ୍କର ମୁହଁ ଶୁଖିଲା ଆଉ ଦୁଃଖ ଥିଲା ଭଳି ଜଣାପଡ଼ୁଛି କାହିଁକି? ବୁଢ଼ା ଲୋକଟି ବଡ଼ ପାଟିରେ ସେମାନଙ୍କୁ ଡାକି କହିଲା, ଏ ପୁଅ, ତମର କ'ଣ ହେଇଛି? ତମେ ଏତେ ଚିନ୍ତାଶୀଳ ଆଉ ଦୁଃଖ ଭଳି ଲାଗୁଛ କାହିଁକି? ବୁଢ଼ା ଲୋକଟିର ପାଟିରେ ସେମାନଙ୍କର ନିଦ ଭାଙ୍ଗିଗଲା ଓ ବୁଢ଼ାର କଥା ଶୁଣି ବଡ଼ ଭାଇ କହିଲା, ମୋ ନାଁ ଧର୍ମପାଳ ଆଉ ଏ ମୋର ସାନ ଭାଇ ଶିଶୁପାଳ। ଆମ ବାପା ମରିଯାଇଛନ୍ତି। ଆମେ ଦୁଇ ଭାଇ କାମ ଖୋଜି ଖୋଜି ବାଟ ଚାଲି ଥକି ପଡ଼ିଲୁଣି। ଏ ଗଛ ଛାଇରେ ବିଶ୍ରାମ ନେଉ ନେଉ ଶୋଇ ପଡ଼ିଥିଲୁ। ଆମେ କୌଣସି କାମ ନ ପାଇ ନିରାଶ ହୋଇ ପଡ଼ିଛୁ। କେହି ଆମକୁ କୌଣସି କାମ କରିବାକୁ ଦେଉନାହାନ୍ତି। ସତ କଥା କହିବାକୁ ଗଲେ ଆମକୁ କିଛି କାମ କରି ଆସେ ନାହିଁ। ବୁଢ଼ା ଲୋକଟି ଦୁଇ ଭାଇଙ୍କ କଥାଟି ଶୁଣି ଟିକିଏ ଭାବିଲେ ଓ କହିଲେ, ଆଚ୍ଛା, ତମେ ଦୁଇ ଜଣ ମୋ ସହିତ ଚାଲ। ମୋର ବହୁତ ଜମି ଅଛି। ମୁଁ ତୁମକୁ ଜମିବାଡ଼ି ବା ବିଲବାଡ଼ି କାମ ଶିଖାଇଦେବି। ଆସ ମୋ ସାଙ୍ଗରେ। ଦୁଇ ଭାଇ ବୁଢ଼ା ଲୋକର କଥା ମାନି ବୁଢ଼ା ସାଙ୍ଗରେ ଆସିଲେ। ବୁଢ଼ା ଦୁଇ ଭାଇଙ୍କୁ କିଛି ଖାଦ୍ୟ ଖାଇବାକୁ ଦେଲେ। ସେଦିନ ଦୁଇ ଭାଇ ବୁଢ଼ା ଘରେ ବିଶ୍ରାମ ନେଲେ। ତା ପରଦିନ ବୁଢ଼ା ଦୁଇ ଭାଇଙ୍କୁ ସାଙ୍ଗରେ ତାଙ୍କ ବିଲକୁ ନେଲେ। ବିଲରେ ସେମାନଙ୍କ ସହିତ କାମ କରିବା ସହିତ ବିଲ ବାଡ଼ିର ଚାଷ କାମର ସବୁ କାମ ଶିଖାଇଦେଲେ। ଦୁଇ ଭାଇଙ୍କର ଚାଷ କାର୍ଯ୍ୟରେ ଅଭିଜ୍ଞତା ଆସିଗଲା। ଧର୍ମପାଳ ଓ ଶିଶୁପାଳ ନିଷ୍ଠାର ସହିତ ବିଲରେ କାମ କଲେ। ବୁଢ଼ାକୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ସହିତ ପ୍ରତ୍ୟେକ କାର୍ଯ୍ୟରେ ବୁଢ଼ା ଦ୍ୱାରା ଦକ୍ଷତା ଅର୍ଜନ କଲେ। ବୁଢ଼ାର ସେବା କରିବାକୁ ମଧ୍ୟ ଭୁଲିଲେ ନାହିଁ। ଏହିପରି ଭାବରେ 2 ବର୍ଷ ଚାଲିଗଲା। ଦିନେ ବୁଢ଼ା ସକାଳେ କାମକୁ ଯିବା ପୂର୍ବରୁ ଦୁଇ ଭାଇଙ୍କୁ ଏକାଠି ଡାକି କହିଲେ, ପୁଅ, ମୁଁ ତୁମ ଦୁଇ ଭାଇଙ୍କର ପରିଶ୍ରମରେ ବହୁତ ଖୁସି ଅଛି। ତୁମେ ମନ ଲଗାଇ ଚାଷର ସବୁ କାମ ଶିଖିପାରିଛ। ଚାଷ କାମ ଶିଖିବାର ଆଗ୍ରହ ତୁମକୁ ଖୁବ୍ ଶୀଘ୍ର ଚାଷ କାର୍ଯ୍ୟରେ ଦକ୍ଷ କରିପାରିଲା। ତମେ ଦୁଇ ଜଣ ମୋ ବିଲରେ ମନ ପ୍ରାଣ ଦେଇ ଏଭଳି ପରିଶ୍ରମ କରିଛ ଯେ ମୋ ଜମିର ଫସଲ ପୂର୍ବ ଅପେକ୍ଷା 2 ଗୁଣ ହୋଇଯାଇଛି। କିଛି ଟଙ୍କା ମୁଁ ତୁମ ଦୁଇ ଜଣଙ୍କ ନାମରେ ବ୍ୟାଙ୍କରେ ଜମା ରଖିଦେଇଛି। ତମେ ସେହି ଟଙ୍କାରେ କିଛି ବେପାର କରିପାରିବ କିମ୍ବା ଚାଷ କରି ଫସଲ ଉତ୍ପାଦନ କରିପାରିବ। ଦୁଇ ଭାଇ ଆଶ୍ଚର୍ଯ୍ୟ ହେଲେ। ବୁଢ଼ାର ମାନବୀୟ ଗୁଣ ଦେଖି କେତେ ଉଦାର ଆଉ ବିଚାର ବୋଧଶୀଳ ବୁଢ଼ା ମଣିଷ, ଯେ କି ସେମାନଙ୍କର ପିତୃ ସମୟ କଥା ଦୁଇ ଭାଇ ଭାବିବାକୁ ଲାଗିଲେ। ଧର୍ମପାଳ କହିଲା, ଆପଣ ଆମକୁ ନିଜ ପୁଅ ପରି ଘରେ ରଖିଛନ୍ତି। ଏତେ ସ୍ନେହରେ ନିଜ ସାଥିରେ ନିଜେ କାମ କରି ଚାଷ କାମ ଶିଖାଇଛନ୍ତି। ଆପଣଙ୍କର ଉପକାର ଆମେ କେବେ ଶୁଝିପାରିବୁ ନାହିଁ। ଆମେ ଆପଣଙ୍କୁ ଛାଡ଼ି କୁଆଡ଼େ ଯିବୁ ନାହିଁ। ବୁଢ଼ା ଲୋକଟି ମଧ୍ୟ ସେମାନଙ୍କୁ ଦୂରକୁ ଛାଡ଼ିଦେବାକୁ ଚାହୁଁନଥିଲେ। ସହଜେ ବୁଢ଼ା ଲୋକଟିର ପୁଅ ଝିଅ କିଛି ନଥିଲେ। ବୁଢ଼ା ଲୋକମାନଙ୍କ ଦ୍ୱାରା ତା ଜମିବାଡ଼ିର ଯତ୍ନ ନେଉଥିଲେ, ଚାଷ କାମ କରୁଥିଲେ।
ବୁଢ଼ା ଲୋକଟି ଧର୍ମପାଳ ଓ ଶିଶୁପାଳକୁ ତା ନିଜ କଥା ସବୁ କହି କୁଣ୍ଢେଇ ପକେଇଲେ ଓ କହିଲେ, ତମେ ଦୁଇଜଣ ମୋ ପୁଅ। ମୋ ଅନ୍ତେ ମୋର ସମସ୍ତ ଜମିବାଡ଼ି ତୁମ ଦୁଇଜଣଙ୍କର। ତୁମେ ଦୁଇଜଣ ଆଉ କୁଆଡ଼େ ଯିବାର ଆବଶ୍ୟକ ନାହିଁ। ଭଗବାନ ହିଁ ତୁମ ଦୁଇଜଣଙ୍କୁ ମୋର ପରିଣତ ବୟସରେ ଦେଇ ମୋ ଜୀବନକୁ ଧନ୍ୟ କରିଛନ୍ତି। ତୁମ ଦୁଇଜଣ ଶାନ୍ତ, ସରଳ, ନିରୀହ, କର୍ମଠ ପୁଅ ପାଇଁ ମୁଁ ଧନ୍ୟ ହେଲି। ଶିଶୁପାଳ ଓ ଧର୍ମପାଳ ବୁଢ଼ାର ପାଦ ଧୂଳି ମଥାରେ ବୋଳି କହିଲେ, ଆମେ ବାପ ବଦଳରେ ବାପ ମା ପାଇ ଧନ୍ୟ ହେଲୁ।